ଯେତେବେଳେ ମଣିଷ ଜଗନ୍ନାଥଙ୍କୁ ଭକ୍ତି କରିବା ଆରମ୍ଭ କରେ ସେତେବେଳେ ତା ଜୀବନ ଜଗନ୍ନାଥମୟ ହୋଇଯାଏ ଏବଂ ତାକୁ ସବୁ କ୍ଷେତ୍ରରେ ସବୁ କ୍ଷଣରେ ଜଗନ୍ନାଥଙ୍କର ଅନୁଭବ ହୋଇଥାଏ। ଖାସ୍ ଜଗନ୍ନାଥଙ୍କ ପାଇଁ ଦୁଇ ପଦ। ସାଥିରେ ତୁ ଚାଲୁଥା ହାତ ଧରି ଚାଲୁଥା, ସାଥିରେ ତୁ ଚାଲୁଥା ହାତ ଧରି ଚାଲୁଥା, ଚାଲି ଚାଲି ଥକିଗଲେ ଗପ ଗୋଟେ କହୁଥା, ଚାଲି ଚାଲି ଥକିଗଲେ ଗପ ଗୋଟେ କହୁଥା। ତୋର ମିଠା ଗପରେ କଷ୍ଟ ସବୁ ମେଣ୍ଟେରେ, ତୋର ମିଠା ଗପରେ କଷ୍ଟ ସବୁ ମେଣ୍ଟେରେ, ସେଇ ଗପ ଶୁଣି ମୋ ବାଟ ସରିଯିବରେ, ସେଇ ଗପ ଶୁଣି ମୋ ବାଟ ସରିଯିବରେ। ନିଶ୍ୱାସ ମୋ ତୋ ପାଇଁ ବିଶ୍ୱାସରେ ଚାଲିଛି, ନିଶ୍ୱାସ ମୋ ତୋ ପାଇଁ ବିଶ୍ୱାସରେ ଚାଲିଛି, ଭାଙ୍ଗିଦେଲେ ବିଶ୍ୱାସ ହାରିଯିବି କହୁଛି, ଭାଙ୍ଗିଦେଲେ ବିଶ୍ୱାସ ହାରିଯିବି କହୁଛି। ଧନ୍ୟବାଦ। କବିତାଟି ଏତିକି ଥିଲା। ଜଗନ୍ନାଥଙ୍କ ଉପରେ ଯେଉଁ ବିଶ୍ୱାସ, ଯେଉଁ ଅଗାଧ ଭରସା ରହିଥାଏ, ବେଳେବେଳେ ଏମିତି ହେଇଥାଏ ଆମେ ଯାହା ଚାହିଁଥାଉ ତାହା ହେଇନଥାଏ। ଆଉ ସେତେବେଳେ ଆମକୁ ଏଇଆ ହିଁ ମାନି ନେବାକୁ ହୁଏ ଯେ ଏହା ଜଗନ୍ନାଥଙ୍କର ଇଚ୍ଛା ନୁହେଁ। ବହୁତ ଲୋକ ଜଗନ୍ନାଥଙ୍କ ଭକ୍ତି ପାଇଁ ପ୍ରଶ୍ନ ଉଠାନ୍ତି, ଭଗବାନ କ'ଣ ଦେଖାଯାଆନ୍ତି? ଭଗବାନ କ'ଣ ସତରେ କିଛି ପ୍ରୋବ୍ଲେମ୍ ସଲ୍ଭ କରିଦିଅନ୍ତି? ହଁ, ସେଇଟା ହେବାର ଥିଲା, ହେଇଗଲା। ବହୁତ ଦିନର ଇଚ୍ଛା ଆକାଂକ୍ଷା ଥିଲା, ହେଇପାରୁନଥିଲା, କୋଅର୍ଡ଼ିନେସନ୍ ହେଇଗଲା। କିନ୍ତୁ ନା, ସେ କଥା ନୁହେଁ। ସେଇଟା ଜଗନ୍ନାଥଙ୍କର ଇଚ୍ଛା ଥିଲା। କାରଣ ସବୁ ସମୟ ପାଇଁ କେଉଁ ସମୟରେ କ'ଣ ହେବ ତାହା ଅଲରେଡ଼ି ନିର୍ଦ୍ଦିଷ୍ଟ ହୋଇସାରିଛି। ଯେତେବେଳେ ଯାଏଁ ସେ ଉପଯୁକ୍ତ ସମୟ ଆସିନି ସେତେ ପର୍ଯ୍ୟନ୍ତ ଆମେ ଯେତେ କଷ୍ଟ ପାଇଲେ, ଯେତେ ବାଡ଼ି ପିଟି ହେଲେ ମଧ୍ୟ କିଛି ହେବନି, କିଛି ଲାଭ ମିଳିବନି। ତେଣୁକରି ସବୁବେଳେ ସମୟକୁ ହିଁ ଅପେକ୍ଷା କରିବା, ଆଉ ସେଇ ସମୟ ହିଁ ହେଉଛି ବଳବାନ। ଆଉ ଜଗନ୍ନାଥଙ୍କ ଉପରେ ବିଶ୍ୱାସ ସେଇଟା ବ୍ୟକ୍ତିଗତ ବ୍ୟାପାର, ତାହା ପାଇଁ ଆମେ ସମସ୍ତଙ୍କୁ ମୋଟିଭେଟ୍ କରିପାରିବା ନାହିଁ। ଯେତେ ଦିନ ପର୍ଯ୍ୟନ୍ତ ଜଣଙ୍କ ମନରେ ଭକ୍ତିଭାବର ଉଦ୍ରେକ ହେଇନି ସେତେ ଦିନ ପର୍ଯ୍ୟନ୍ତ ଆମେ ଜଣକୁ ବାଧ୍ୟ କରି କଦାପି ଭକ୍ତ କରାଇ ପାରିବାନି। ତେଣୁକରି ଆଶା କରୁଛି ନିଶ୍ଚୟ ଭାବରେ ଆପଣ ମଧ୍ୟ ଜଗନ୍ନାଥଙ୍କର ଭକ୍ତିରେ ଲୀନ ହେଇ କିଛି ନା କିଛି ସଂକେତ ପାଇଥିବେ, ତାଙ୍କୁ ଅନୁଭବ କରିଥିବେ। କାରଣ ସିଏ ହେଉଛନ୍ତି ଅନୁଭବର ଠାକୁର, ତାଙ୍କୁ ଅନୁଭବ ବ୍ୟତୀତ ଏମିତି ଜାଣି ହୁଏନି। ଆଉ କେବେ ବି ଭଗବାନଙ୍କୁ ପରୀକ୍ଷା କରିବା ଉଚିତ ନୁହେଁ। ଆମେ ସାଧାରଣ ମଣିଷ ଟିକେ ଟିକେ କଥାରେ କହି ବସୁ, ଭଗବାନ ସତେ ଯଦି ତମେ ଥିବ ତାହେଲେ ମୋତେ ଏଇଟା ନିଶ୍ଚୟ ଭାବରେ ମିଳୁ। ନିଜର ସ୍ୱାର୍ଥ ପାଇଁ ଭଗବାନଙ୍କୁ ବାରମ୍ବାର କାହିଁକି ଆମେ ପରୀକ୍ଷା ଦେବା ପାଇଁ ବାଧ୍ୟ କରିବା? ଥରେ ଭାବିଲେ ଦେଖି, ଯଦି ଆମକୁ କିଏ କହିବ ଯଦି ତୋର ମୋ ଉପରେ ସତରେ ବିଶ୍ୱାସ ଅଛି ତୁ ମୋତେ ଏଇଟା କରିକି ଦେଖା, କେତେ କଷ୍ଟ ହେବ। ସେଥିପାଇଁ ଭଗବାନଙ୍କୁ ପରୀକ୍ଷା କରିବା ବନ୍ଦ କରନ୍ତୁ ଏବଂ ବିଶ୍ୱାସ କରିବା ଆରମ୍ଭ କରନ୍ତୁ।